ବାସ୍ତବରେ ଏଗୁଡ଼ା ହେଉଛି ତାଙ୍କର କୃପା। ଆମେ କୃପାର ଅର୍ଥ ଆମେ ତାଙ୍କୁ ଯାହା କରିବା ଦ୍ୱାରା ସେ ପ୍ରସନ୍ନ ହେବେ, ସେ ଯାହା କହୁଛନ୍ତି ତାହା ହିଁ କରିବା ଆମର ଧର୍ମ। ସେଇଟା ଯଦି କରିବା ନିଶ୍ଚିତରେ ପ୍ରଭୁପାଦ ଗୁରୁ ବୈଷ୍ଣବ କୃପା ହବ ଆଉ ନିଶ୍ଚିତରେ ଆମର କଥା ଆନନ୍ଦ ପାଇବାକୁ ହୋଇଥାଏ। ଏଥିପାଇଁ ମୁଁ ସବୁ ବୈଷ୍ଣବ ମାନଙ୍କର କ୍ଷମା ପ୍ରାର୍ଥନା କରୁଛି। ମୋର ଏଇଟା ନିଜସ୍ୱ କଥା କିଛି ନୁହଁ, କିନ୍ତୁ ବାସ୍ତବରେ ଆମେ ସେମିତି କରିବା ଯାହାଦ୍ୱାରା କି ଗୁରୁ ବୈଷ୍ଣବ ଦର୍ଶନ ହେବେ ଆଉ ତାଙ୍କର ବାଣୀ ଏଇଟା ଭକ୍ତ ଗଲେ ତାହାର ପ୍ରାର୍ଥନା ଶୁଣେ ଶ୍ରୀନାଥ କୁମାର, ତାର ପ୍ରାର୍ଥନା ଶୁଣିବେ ସଡ଼କ ଶରଣାଗତ ହେବେ। ମତେ ଶରଣାଗତ ମୋର କେମିତି କଥା ଶୁଣେ କେମିତି ଶୁଣିବ, ମୁଁ ତ ଶରଣାଗତ ନୁହେଁ। ବାସ୍ତବରେ ଶରଣାଗତି ଲକ୍ଷଣ ଆରେ ଦେଖନ୍ତୁ ଶରଣାଗତିରେ ଜୀବ ଗୋସ୍ୱାମୀପାଦ ଭକ୍ତି ସୁନ୍ଦରତାରେ ଗୋଟେ କଥା କହୁଛନ୍ତି। ଶରଣାଗତିରେ ଶରଣାଗତି ଅନୁକୂଳ ସଂକଳ୍ପ ପ୍ରାତିକୂଳ ବିଭଜନ ରକ୍ଷତି ବିଶ୍ୱାସ ଗୁପ୍ତରେ ବରଣତା ଆତ୍ମନିକ୍ଷେପ କାର୍ପଣ୍ୟ ସର୍ବିତା ଶରଣାଗତି ଯୋଉ କହିଲେ ଭାଗବତରେ, ସେଥିରେ କହିଲେ ସବୁଠୁ ବଡ଼ ଅଙ୍ଗ ଆଉ ଅଙ୍ଗୀ, ପାଞ୍ଚଟା ହେଲା ଅଙ୍ଗୀ ଆଉ ଗୋଟେ ହେଲା ଅଙ୍ଗ। ଅଙ୍ଗ କନ୍ୟାକୁ ରକ୍ଷତି ବିଶ୍ୱାସ, ମତେ ଭଗବାନ ରକ୍ଷା କରିବେ এই ବିଶ୍ୱାସ କର। ପ୍ରଥମରେ ସବୁଠୁ ବଡ଼ କିଏ ମୋର ରକ୍ଷା କରୁଛନ୍ତି, ମୋର ରକ୍ଷା କରୁଛନ୍ତି ମତେ ଭଗବାନ। এই ବିଶ୍ୱାସ ରକ୍ଷତି ବିଶ୍ୱାସ এইଟା ଯଦି ପାଳନ ହେଲା ଅଙ୍ଗୀ ସବୁଗୁଡାକ ହେଇଯିବ। ଅନୁକୂଳ ସଂକଳ୍ପ ହେଇଯିବ, ପ୍ରାତିକୂଳ ଅନୁକୂଳ ସଂକଳ୍ପ ହେଲେ ପ୍ରାତିକୂଳ ସତ ହେଇଯିବ, ସବୁଗୁଡାକ ତାର ହେଇଯିବ। ଆତ୍ମନିର୍ଭର ପ୍ରକରଣ ସବୁଗୁଡାକ ହେଇଯିବ। ତେଣୁ ବିଶେଷ ହେଲା ଆମେ ଯଦି ଆଚାର୍ଯ୍ୟ ମାନଙ୍କର ବାଣୀକୁ ପାଳନ କରିବା କହିଲେ ଆଚାର୍ଯ୍ୟ ମାନେ ସନ୍ତୁଷ୍ଟ